ଜୁରେଲଙ୍କ ମାଡ଼ରେ ଶ୍ରୀଲଙ୍କା ସୈଲାଟ। କଲମ୍ବୋରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ଶ୍ରୀଲଙ୍କା ବିପକ୍ଷରେ 503 ରନ୍ ଘୋଷଣା କରିଥିଲା ପ୍ରଥମ ଇନିଂସରେ। ଧ୍ରୁବ ଜୁରେଲ ଅପରାଜିତ 115 ରନ୍ର ବିସ୍ଫୋରକ ପାରି ଖେଳିଥିଲେ, ଯେତେବେଳେ କି ରିଷଭ ପନ୍ତ 63 ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ଦିନ ଶେଷ ହେବା ଆଗରୁ ଶ୍ରୀଲଙ୍କା ବ୍ୟାଟିଂ ପାଇଁ ଆସିଥିଲା, ମାତ୍ର ଖରାପ ଆଲୋକ ଯୋଗୁଁ ଶ୍ରୀଲଙ୍କା 3 ଓଭରରେ 8 ରନ୍ କରି 2ଟି ୱିକେଟ୍ ହରାଇ ଖେଳଟି ଶେଷ କରିଥିଲା ଏବଂ ଭାରତଠାରୁ 495 ରନ୍ ପଛରେ ଥିଲା। ତେବେ ଦ୍ୱିତୀୟ ଦିନର ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା ଆଗରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ତ ଦର୍ଶକ ବନ୍ଧୁ, ଭାରତ ଦ୍ୱିତୀୟ ଦିନରେ ସେମାନଙ୍କର ରାତ୍ରିକାଳୀନ ସ୍କୋର 300 ରନ୍ 5ଟି ୱିକେଟରୁ ବ୍ୟାଟିଂ ଆରମ୍ଭ କରିଥିଲା। ଖେଳର ପ୍ରାରମ୍ଭିକ ସମୟରେ ଡେବୁଟାଣ୍ଟ ସାରାଂଶ ଜେନ୍ ଶୀଘ୍ର ୱିକେଟ୍ ହରାଇଲେ। ପରେ ୱିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ ଏବଂ ରିଷଭ ପନ୍ତ ଏକ ଚମତ୍କାର ପ୍ରତି ଆକ୍ରମଣାତ୍ମକ ଭାଗିଦାରୀ ସହିତ ଇନିଂସକୁ ସ୍ଥିର କରିଥିଲେ। ଉଭୟଙ୍କ ମଧ୍ୟରେ 100ରୁ ଅଧିକ ରନ୍ର ଭାଗିଦାରୀ ହୋଇଥିଲା। ରିଟାୟାର୍ଡ ହଟ୍ରୁ ଫେରି ରିଷଭ ପନ୍ତ ଆକ୍ରମଣାତ୍ମକ 63 ରନ୍ କରିଥିଲେ, ଯେତେବେଳେ କି ଧ୍ରୁବ ଜୁରେଲ ଦ୍ୱିତୀୟ ଦିନର ଖେଳ 7 ରନ୍ରେ ଆରମ୍ଭ କରିଥିଲେ। ସେ 95 ରନ୍ରେ ଅଟକି ରହିଥିବା ବେଳେ ବର୍ଷା ବିଳମ୍ବ ଖେଳକୁ ସୁରକ୍ଷିତ ଭାବରେ ମୁକାବିଲା କରିଥିଲେ ଏବଂ 9ଟି ଚୌକା ଏବଂ 2ଟି ଛକା ସହାୟତାରେ 115 ରନ୍ କରି ଅପରାଜିତ ରହିଥିଲେ। ସେ 171 ବଲ୍ରେ ଶତକ ହାସଲ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ଟେଷ୍ଟ ଶତକ ଥିଲା। ରିଷଭ ପନ୍ତ ଏବଂ ଧ୍ରୁବ ଜୁରେଲଙ୍କ ବଳରେ ଭାରତ 400 ରନ୍ ଅତିକ୍ରମ କରିଥିଲା। ପରେ ରିଷଭ ପନ୍ତ କେଶରା ନୟାନ୍ଥାଙ୍କ ବଲ୍ରେ ଆଉଟ୍ ହୋଇଥିଲେ, ଫଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅନ୍ତ ଘଟିଥିଲା। ଶେଷ ପର୍ଯ୍ୟାୟରେ ଧ୍ରୁବ ଜୁରେଲ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ଦଳକୁ 500 ରନ୍ ଅତିକ୍ରମ କରାଇଥିଲେ। ଭାରତ 503 ରନ୍ରେ ଘୋଷଣା କରିଥିଲା। ଏଣିକି ଦିନ ସରିବା ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ ପାଇଁ ଆସିଥିଲା। ଭାରତୀୟ ପେସର ପ୍ରସିଦ୍ଧ କ୍ରିଷ୍ଣ ଦ୍ୱିତୀୟ ଓଭରରେ ସଫଳତା ପାଇଥିଲେ। ସେ ଲାହିରୁ ଉଦାରାଙ୍କୁ 1 ରନ୍ରେ ପଡ଼ିଆରୁ ବିଦା କରିଥିଲେ, ଯେତେବେଳେ କି ମାନବ ସୁତାର ତୁରନ୍ତ ମୌକାର ଫାଇଦା ଉଠାଇ ୱିକେଟ୍ ନେଇଥିଲେ ଏବଂ ଶ୍ରୀଲଙ୍କାକୁ ମୁସ୍କିଲ ପରିସ୍ଥିତିରେ ପକାଇଥିଲେ। ଶ୍ରୀଲଙ୍କାର 8 ରନ୍ରେ 2ଟି ୱିକେଟ୍ ସହିତ ଦିନଟି ଶେଷ ହୋଇଥିଲା। ତେବେ ଆପଣମାନଙ୍କୁ କ'ଣ ଲାଗୁଛି, ଶ୍ରୀଲଙ୍କା ପ୍ରଥମ ଇନିଂସରେ କେତେ ସ୍କୋର କରିବ? ନିଜ ନିଜ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।